ଶୁଣ, ଆଜି ମୁଁ ତମ ମାନଙ୍କୁ ଖୁଦୁରୁକୁଣୀ ଓଷାର କଥା କହିବି, ମନ ଦେଇ ଶୁଣିବ ହେଲା। ଅନେକ ବର୍ଷ ତଳର କଥା। ଗୋଟିଏ ସମୃଦ୍ଧ ରାଜ୍ୟରେ ତନୟପନ୍ତ ନାମକ ଜଣେ ସାଧବ ରହୁଥିଲେ। ସେ ବହୁତ ଧନବାନ ଥିଲେ। ତାଙ୍କର 7 ଖଣ୍ଡ ବୋଇତ ଥିଲା। ସେଇଥିରେ ବାଣିଜ୍ୟ ବ୍ୟବସାୟ କରି ସେ ଧନ ଅର୍ଜନ କରୁଥିଲେ। ତନୟବନ୍ତ ସାଧବଙ୍କର ପତ୍ନୀ ଥିଲେ ଶକୁନ୍ତଳା। ତାଙ୍କର 7ଟି ପୁଅରେ 7ଟି ସୁନ୍ଦର ସୁନ୍ଦର ବୋହୂ ଥିଲେ। ଆଉ ଗୋଟିଏ ବୋଲି ଅଲିଅଳି କନ୍ୟା ଥିଲା ତଅପୋଇ। 7ଟି ଭାଇଙ୍କ ମଧ୍ୟରେ ଗୋଟିଏ ବୋଲି ଭଉଣୀ ହେଇଥିବାରୁ ତାକୁ ସମସ୍ତେ ବହୁତ ଭଲ ପାଉଥିଲେ। ସେ ଥିଲା 7 ଭାଇଙ୍କର ସୁନାନାକି ଭଉଣୀ। ସେତେବେଳକୁ ତାକୁ ମାତ୍ର 5 ବର୍ଷ ବୟସ ହୋଇଥିଲା। ଦିନକର କଥା, ତଅପୋଇ ତାର ସାଙ୍ଗମାନଙ୍କ ସହିତ ମିଶି ବାଉଁଶ କୁଲାରେ ଖେଳୁଥିଲା। ଠିକ୍ ସେଇ ସମୟରେ ସେଠାକୁ ଗୋଟିଏ ବ୍ରାହ୍ମଣୀ ବୁଢ଼ୀଟିଏ ଆସିଲା। ସେ ତଅପୋଇକୁ ଶିଖେଇ କହିଲା, ଆଲୋ ତଅପୋଇ, ତୁ କଣ ବାଉଁଶ କୁଲାରେ ଖେଳୁଛୁ? ତୁ ଏତେ ବଡ଼ ଘରର ଝିଅ। ମୁଁ ଯଦି ତୋ ଜାଗାରେ ଥାନ୍ତି ତାହେଲେ ସୁନାର କୁଲାରେ ଖେଳିଥାନ୍ତି। ବାପା ମାଙ୍କୁ କହି ସୁନାର ଚାନ୍ଦ ଗড়ାଇଥାନ୍ତି। ତୁ କଣ ଏବେ ଚାହିଁଲେ ତାହା ପାଇପାରିବୁନି? ଏମିତି କହି ସିଏ ସେଠୁ ଚାଲିଗଲା। ଘରକୁ ଫେରିବା ସମୟ ହେବାରୁ ତଅପୋଇ ଆଉ ତା ସାଙ୍ଗମାନେ ଘରକୁ ଫେରିଲେ। ଘରେ ପହଞ୍ଚି ତଅପୋଇ ବ୍ରାହ୍ମଣୀ ବୁଢ଼ୀ କଥାରେ ପଡ଼ି ରାଗରେ ନିଜ କକ୍ଷକୁ ଯାଇ କାନ୍ଦିବାକୁ ଲାଗିଲା। ଖାଇବାର ସମୟ ହେବାରୁ ସମସ୍ତେ ମିଳିମିଶି ଖାଇବାକୁ ବସିଲେ। ସେହି ସମୟରେ ତଅପୋଇକୁ ନ ପାଇ ସମସ୍ତେ ଚିନ୍ତାରେ ପଡ଼ିଲେ। ସାନ ବୋହୂ କହିଲେ, ସେ ତ ଘର ଭିତରେ ଶୋଇଛନ୍ତି। ଏହା ଶୁଣି ସମସ୍ତେ ତଅପୋଇ ପାଖକୁ ଗଲେ। ବାପା ତଅପୋଇକୁ ବହୁତ ବୁଝାଇଲେ। 7 ଭାଇମାନେ ବି ତାକୁ ବହୁତ ବୁଝାଇବାକୁ ଚେଷ୍ଟା କଲେ। ମା ମଧ୍ୟ ବହୁତ ବୁଝାଇଲେ, କିନ୍ତୁ ତଅପୋଇ କାହାରି କଥା ଶୁଣିଲାନି। ଶେଷରେ ତଅପୋଇର ପ୍ରିୟ ଭାଉଜ ସାନ ବୋହୂ ନୀଳେନ୍ଦ୍ରୀ ତାକୁ ବୁଝାଇବାରୁ ସେ କହିଲା, ଭାଉଜ, ତମେ ବାପାଙ୍କୁ କୁହ ମୋ ପାଇଁ ସୁନାର ଚାନ୍ଦ ଆଣିଦେବେ। ମତେ ସେ ଚାନ୍ଦ ନ ଦେଲେ ମୁଁ କିଛି ଖାଇବିନି କି ପିଇବିନି। ଏତିକି ଶୁଣି ସମସ୍ତେ ଖୁସି ହେଲେ। ସାଧବ ତନୟବନ୍ତ ତଅପୋଇକୁ କହିଲେ, ଆରେ ମା ତଅପୋଇ, ଏଇ ଛୋଟିଆ କଥା ପାଇଁ ତୁ ରୁଷିଛୁ? ଶୁଣ, ମୁଁ ତତେ 15 ଦିନ ଭିତରେ ସୁନାର ଚାନ୍ଦ ଆଣିଦେବି। ଏହା ଶୁଣି ତଅପୋଇ ବହୁତ ଖୁସି ହେଇଗଲା। ତା ପରଦିନ ତନୟବନ୍ତ ସାଧବ ସୁନାରୀକୁ ଡାକିଲେ। ବାପା ମା ଦୁହେଁ ପାଖରେ ବସି ବହୁତ ସୁନ୍ଦର ଭାବରେ ହୀରା ମୋତି ଖଞ୍ଜି ସୁନାର ଚାନ୍ଦ ଗଢ଼ାଇବାକୁ ଲାଗିଲେ। ଏମିତି କିଛି ଦିନ ପରେ ଅଧା ଚାନ୍ଦ ଗଢ଼ା ହେଇଥିବା ସମୟରେ ତଅପୋଇର ପିତା ତନୟବନ୍ତ ସାଧବ ମୃତ୍ୟୁବରଣ କଲେ। ପୁରା ଚାନ୍ଦ ଗଢ଼ାଇବା ବେଳକୁ ମାତା ଶକୁନ୍ତଳାଙ୍କର ମଧ୍ୟ ମୃତ୍ୟୁ ଘଟିଲା। ପିତା ମାତାଙ୍କ ବିୟୋଗ ପରେ 7 ଭାଇ ଓ ଭାଉଜ ତଅପୋଇକୁ ବହୁତ ଆଦର ଯତ୍ନରେ ରଖିଲେ। ଦିନେ ସାଧବମାନେ ଜାଣିବାକୁ ପାଇଲେ ଯେ ବୋଇତର ପଦାର୍ଥ ସରିଯାଇଛି। ତେଣୁ ସେମାନେ 7 ବୋହୂଙ୍କୁ ଡାକି କହିଲେ, ଶୁଣ, ଆମେମାନେ ବୋଇତରେ ଯାଉଛୁ। ଏବେ ଘରର ସମସ୍ତ ଦାୟିତ୍ୱ ତମର। ତୁମେମାନେ ତଅପୋଇର ଭଲ ଭାବରେ ଯତ୍ନ ନବ। ଜମା ବି ହେଳା କରିବନି। ଦେଖିବ ଯେମିତି ସେ କୌଣସି କଷ୍ଟ ନ ପାଏ। ଏହା ଶୁଣି ବୋହୂମାନେ କହିଲେ, ତମେମାନେ ନିଶ୍ଚିନ୍ତ ହେଇକି ଯାଅ। ଆମେମାନେ ତଅପୋଇକୁ ବହୁତ ଖୁସିରେ ରଖିବୁ। ତାର କୌଣସି ବି ଅସୁବିଧା ହବାକୁ ଦବୁ ନାହିଁ। ତାପରେ ବୋହୂମାନେ ସାଧବମାନଙ୍କୁ ନାନା ବସ୍ତ୍ର ଅଳଙ୍କାର ଆଦି ଆଣିବା ପାଇଁ କହିଲେ। ଭାଇଙ୍କୁ ତଅପୋଇ କହିଲା, ଭାଇ ଭାଇ, ମୋ ପାଇଁ ଗୋଟେ ହୀରାର କଣ୍ଢେଇ ଆଣିଦବ। ହଉ ଠିକ ଅଛି, ଆଣିଦେବି। ସମସ୍ତଙ୍କ କଥା ଶୁଣି ସାଧବମାନେ ବୋଇତରେ ବାହାରି ଗଲେ। ଏମିତି କିଛି ଦିନ ପରେ
ବୋଇତ ଯାଇ ଗୋଟିଏ ଦ୍ୱୀପରେ ଲାଗିଲା। ସେଠାରେ ସାଧବମାନେ କିଣାବିକା କଲେ। ଆଉ କିଛି ଦିନ ପଟେ ଧୀରେ ଧୀରେ ସମୟ ସହିତ ତପୋଇ ବଡ଼ ହେଲା। ତପୋଇର ଭାଉଜମାନେ ତାକୁ ବହୁତ ଆଦର ଯତ୍ନ କରି ଖୁସିରେ ରଖିଥାନ୍ତି। ଦିନକର କଥା, ତାଙ୍କ ଘରକୁ ଗୋଟିଏ ବ୍ରାହ୍ମଣୀ ବୁଢ଼ୀଟିଏ ଭିକ୍ଷା ମାଗିବା ପାଇଁ ଆସିଲା। ଆରେ ଘରେ କିଏ ଅଛ? ଏ ବିଧବା ବୁଢ଼ୀଟାକୁ କିଏ ଭିକ୍ଷା ଟିକେ ଦିଅ। କୁଆଡେ ଗଲ ଘରର ସବୁ ଲୋକ? ସାତଟା ବୋହୂ ଅଛ, କାହାରି କାନରେ ମୋ କଥା ପଡୁନି? ଆରେ କୁଆଡେ ଗଲ ସବୁ? ବୁଢ଼ୀର ପାଟି ଶୁଣି ଶେଷରେ ସବୁ ବୋହୂମାନେ ଆସିଲେ। ବୁଢ଼ୀ ଦେଖିଲା ତପୋଇ ଦୋଳିରେ ବସି ଝୁଲୁଛି। ସେ ବୋହୂମାନଙ୍କୁ ପଚାରିଲା, ଆଲୋ ଏ ଝିଅଟା କିଏ? ଇଏ ତମର କଣ ହବ? ବଡ଼ ବୋହୂ କହିଲା, ଇଏ ଆମର ସାନ ନଣନ୍ଦ ହେବେ। ଏତିକି ଶୁଣି ବ୍ରାହ୍ମଣୀ ବୁଢ଼ୀ କହିଲା, ଆଲୋ ତମେ ଗୋଟେ ଭାରି ବଡ ମୂର୍ଖ। ତାର ଏତେ ସେବା କାହିଁ କରୁଛ? ପଛରେ ଭାଇମାନଙ୍କୁ ତମ ନାଁରେ ମିଛ ସତ କହି ତମକୁ ଦଣ୍ଡ ଦବ। ଏବେ ସମୟ ଅଛି, ସୁଧୁରି ଯାଅ। ନଣନ୍ଦକୁ ବନରେ ଛେଳି ରଖ। ବୁଢ଼ୀର କଥା ସମସ୍ତଙ୍କ ମନକୁ ପାଇଲା, କିନ୍ତୁ ସାନ ବୋହୂ ନୀଳେନ୍ଦ୍ରୀ ମନକୁ ଏକଥା ପାଇନଥିଲା। ହେଲେ ସିଏ ଯେହେତୁ ସାନ, କାହାକୁ କିଛି କହିପାରେନି, ଚୁପଚାପ ରହୁଥିଲା। ବୁଢ଼ୀ କଥାରେ ପଡ଼ି ସେମାନେ ତପୋଇକୁ ବହୁତ କଷ୍ଟ ଦେଲେ। ତାର ସବୁ ବସ୍ତ୍ର ଅଳଙ୍କାର ନେଇ ତାକୁ ଚିରା ଲୁଗା ପିନ୍ଧିବାକୁ ଦେଲେ। ଛେଳିମାନଙ୍କୁ ଦେଇ ତାକୁ ବନରେ ଛେଳି ଚରେଇବା ପାଇଁ ପଠେଇଦେଲେ। ଏଣେ ବଡ଼ ବୋହୂ କହିଲା, ଦେଖ, ମୋ ଘର ମଣିକୁ ଯଦି ହଜେଇଲୁ ତାହେଲେ ତୁ ନାକ କାଟିଦେବି। ସବୁଦିନ ପାଳି କରି ବୋହୂମାନେ ତପୋଇକୁ ଖାଇବାକୁ ଦଉଥିଲେ। ଗୋଟିଏ ଛିଣ୍ଡା ଟୋକେଇ ନେଇ ତା ଉପରେ ପତ୍ର ପକାଇ ତଳେ ମୂଷା ମାଟି ଆଉ ଉପରେ ଅଳ୍ପ ଭାତ ଦେଇ ଲୁଣ ଜାଗାରେ ପାଉଁଶ ଦେଇ ତାକୁ ପତ୍ର ଘୋଡ଼ାଇ ତପୋଇକୁ ଖାଇବାକୁ ଦଉଥିଲେ। 6ଟି ଯାକ ବୋହୂର ପାଳି ଦିନ ତପୋଇକୁ ଏମିତି ହିଁ ଖାଇବା ଦିଆଯାଉଥିଲା। କିନ୍ତୁ ସାନ ବୋହୂ ନୀଳେନ୍ଦ୍ରୀର ପାଳି ଦିନ ସେ ତାକୁ ଭଲରେ ଖାଇବାକୁ ଦିଏ। ସେଦିନ ତପୋଇ ଶାନ୍ତିରେ ଖାଏ। ଏମିତି କେତେ ଦିନ ପରେ ଭାଦ୍ରବ ମାସ ଆସିଲା। ଦିନେ ବର୍ଷା ସମୟରେ ଘରମଣି ବନରେ ହଜିଗଲା। ଘରକୁ ସବୁ ଛେଳି ଫେରିଲେ, କିନ୍ତୁ ଘରମଣିକୁ ନ ପାଇ ବଡ଼ ବୋହୂ ବହୁତ ରାଗିଲେ। ସେ ସେହି ସମୟରେ ତପୋଇକୁ ଘରମଣିକୁ ଖୋଜି ଆଣିବା ପାଇଁ ବନକୁ ପଠାଇଦେଲେ। ତେଣୁ ତପୋଇ ବନକୁ ଯାଇ ସବୁଆଡ଼େ ଘରମଣିକୁ ଖୋଜିଲା, କିନ୍ତୁ କୋଉଠି ପାଇଲା ନାହିଁ। ଏମିତି ହିଁ ରାତି ହୋଇଗଲା। ସେଦିନ ଥିଲା ରବିବାର, ଖୁଦୁରୁକୁଣୀ ଓଷା। କୋଠିରେ ଝିଅମାନେ ମିଶି ଖୁଦୁରୁକୁଣୀ ଓଷା କରୁଥିଲେ। ତାହା ଦେଖି ତପୋଇ ତାଙ୍କୁ ପଚାରିଲା, ଆରେ ଝିଅମାନେ, ତମେ ମାନେ ଏଠି କି ପୂଜା କରୁଛ? ଏ ପୂଜା କଲେ କଣ ହବ? ଏହା ଶୁଣି ସେମାନେ କହିଲେ, ଏହି ପୂଜାର ନାମ ଖୁଦୁରୁକୁଣୀ ଓଷା। ଏଥିରେ ମା ମଙ୍ଗଳାଙ୍କୁ ପୂଜା କରାଯାଏ। ନିର୍ମଳ ମନରେ ଯାହା ମାଗିବ ତାହା ପାଇବ। ଏତିକି ଶୁଣି ତପୋଇର ଓଷା କରିବାକୁ ଇଚ୍ଛା ହେଲା। ତେଣୁ ସେ ଝିଅମାନଙ୍କ ସହ ମିଶି ଖୁଦୁରୁକୁଣୀ ଓଷା କଲା। ମନେ ମନେ ମା ମଙ୍ଗଳାଙ୍କୁ କହିଲା, ହେ ମା ମଙ୍ଗଳା, ମୁଁ ତମ ପୂଜା କରୁଛି, ତେଣୁ ମୁଁ ଯେମିତି ଶୀଘ୍ର ଘରମଣିକୁ ପାଇଯିବି। ପୂଜା ସାରି ଘରକୁ ଫେରିବା ବାଟରେ ତପୋଇ ଘରମଣିକୁ ପାଇଲା। ତାକୁ ନେଇ ସେ ଖୁସିରେ ଘରକୁ ଫେରିଲା। ଛେଳିକୁ ତା ଜାଗାରେ ରଖି ସେ ଘର ବାହାରେ ବସିଲା। ସକାଳ ହେବାରୁ ବଡ଼ ବୋହୂ ଆସି ତାକୁ କହିଲେ, ଆଲୋ ଏ ତପୋଇ, କାଲି ରାତି ଯାକ ତୁ କୋଉଠି ଥିଲୁ? ଘରକୁ କାହିଁ ଆସିଲୁନି? ତୋ ପାଇଁ ଖାଇବା ବଢା ହେଇ ଥୁଆ ହେଇଛି, ତାକୁ କିଏ ଖାଇବ? କାଲି ଯଦି ମୁଁ ତତେ ପାଇଥାନ୍ତି ତାହେଲେ ତତେ ତେନ୍ତୁଳି ଛାଟରେ ପିଟିଥାନ୍ତି। ଏଇ ଏବେ ଏଠି କାହିଁ ବସିଛୁ? ସକାଳ ହେଲାଣି, ଯା ଛେଳିମାନଙ୍କୁ ନେଇ ବନକୁ ଯା। ତାପରେ ତପୋଇ ଛେଳିମାନଙ୍କୁ ନେଇ ବନକୁ ଚାଲିଗଲା। ଏମିତି କିଛି ଦିନ ପରେ ପୁଣି ରବିବାର ଆସିଲା। ସେ ଓଷା କରି ଘରମଣିକୁ ପାଇଛି,
ତେଣୁ ସେ ପୁଣି କୋଠିକୁ ଯାଇ ଖୁଦୁରୁକୁଣୀ ଓଷା କଲା। ଏମିତି ତପୋଇ 5 ପାଳି ଯାକ ଓଷା କଲା। ମା ମଙ୍ଗଳାଙ୍କୁ ପୂଜା କରି ଭାଇମାନଙ୍କ ଶୁଭ ମନସିଲା। ସେ ମା ମଙ୍ଗଳାଙ୍କୁ କହିଲା, ହେ ମା ମଙ୍ଗଳା, ତୁମେ ତ ଦୟାମୟୀ, ତୁମେ ତ ସମସ୍ତଙ୍କୁ ବିପଦରୁ ରକ୍ଷା କର। ଆଜି ମୁଁ ବିପଦରେ ପଡ଼ିଛି ମା, ମତେ ରକ୍ଷା କର। 10 ବର୍ଷ ହେଲାଣି ମୋ ଭାଇମାନେ ବାଣିଜ୍ୟରେ ଯାଇଛନ୍ତି, ଆଜି ଯାଇ ଫେରି ନାହାନ୍ତି। ତମେ ଦୟା କର ମା, ମୋ ଭାଇମାନେ ଯେମିତି ଶୀଘ୍ର ମୋ ପାଖକୁ ଫେରି ଆସିବେ। ଦିନକର କଥା। ତପୋଇ ସବୁଦିନ ପରି ଛେଳିମାନଙ୍କୁ ନେଇ ବନକୁ ଗଲା। ଭୋକ ଲାଗିବାରୁ ଟୋକେଇକୁ ଖୋଲି ଦେଖିଲା। ଭାତରେ ମାଟି ଦେଖି ତାକୁ ଫିଙ୍ଗିଦେଲା। ନିଜ ଦୁଃଖ କଥା ଭାବି ତାପରେ ସେ କାନ୍ଦିବାକୁ ଲାଗିଲା। ହେ ମା ମଙ୍ଗଳା, ମୁଁ ଏସବୁ ଆଉ ସହି ପାରୁନି, କେତେ ସହିବି, ମୋ ଉପରେ ଟିକେ ଦୟା କର। ଯୋଗକୁ ସେଦିନ ମା ମଙ୍ଗଳାଙ୍କ ଦୟାରୁ ତପୋଇର ଭାଇମାନଙ୍କ ବୋଇତ ଆସି କୂଳରେ ଲାଗିଲା। ସେମାନେ ସେଠାରେ ଗୋଟିଏ କାନ୍ଦଣା ଶବ୍ଦ ପାଇଲେ। ତେଣୁ ଜ୍ୟେଷ୍ଠ ଭାଇ କନିଷ୍ଠ ଭାଇଙ୍କୁ ଦେଖି ଆସିବା ପାଇଁ ପଠାଇଲେ। କନିଷ୍ଠ ଭାଇ ବନ ଭିତରେ ପଶିଲେ। ସବୁଆଡେ ଖୋଜିବାକୁ ଲାଗିଲେ। ସେ ଦେଖିଲେ ଗୋଟିଏ ଝିଅଟିଏ ଶିଆଳି ଲତା ତଳେ ବସି କାନ୍ଦୁଛି। ତେଣୁ ସେ ତାକୁ ଯାଇ ପଚାରିଲେ, ଝିଅ, ତୁମେ କିଏ? କାହିଁକି ଏ ଘନ ବନ ଭିତରେ ବସି କାନ୍ଦୁଛ? ଏତିକି ଶୁଣି ତପୋଇ କହିଲା, ମୁଁ ସାଧବ ତନୟବନ୍ତଙ୍କ ଝିଅ। ମୋର 7ଟି ଭାଇ ଅଛନ୍ତି। ସେମାନେ ବୋଇତରେ ଯାଇଛନ୍ତି, ଆଜି ଯାଇ ଫେରି ନାହାନ୍ତି। ତାଙ୍କ ଅନୁପସ୍ଥିତିରେ ଭାଉଜମାନେ ମତେ ବହୁତ କଷ୍ଟ ଦଉଛନ୍ତି। ତେଣୁ କିଛି ଦୁଃଖ ମନେ ପଡ଼ିବାରୁ ଏଠାରେ ବସି କାନ୍ଦୁଥିଲି। ତପୋଇକୁ ଚିହ୍ନି ପାରି କନିଷ୍ଠ ଭାଇ ତାକୁ ନେଇ ବୋଇତ ପାଖକୁ ଗଲେ। ବୋଇତରେ ଦୀପଟିଏ ଜଳୁଥିଲା। ସେଇ ଦୀପର ଆଲୋକରେ ଭାଇମାନେ ତପୋଇର ରୂପକୁ ଦେଖି ବହୁତ ଦୁଃଖିତ ହେଲେ। ତପୋଇ ଛିଣ୍ଡା ଲେଙ୍କଡା ଲୁଗାଟିଏ ପିନ୍ଧିଥିଲା। ତାର ଦେହରେ ଗୋଟେ ବି ଅଳଙ୍କାର ନଥିଲା। ନିଜର ସୁନାନାକି ଭଉଣୀର ଏପରି ରୂପ ଦେଖି ସେମାନେ ବହୁତ ଦୁଃଖିତ ହେଲେ। ତପୋଇ ଭାଇମାନଙ୍କୁ ଭାଉଜମାନଙ୍କ ବିଷୟରେ ସବୁ କଥା କହିଦେଲା। ସବୁ କଥା ଶୁଣି ଭାଇମାନେ ବହୁତ ଜୋରରେ ରାଗିଗଲେ। ତାପରେ ସେମାନେ ତାଙ୍କ ସୁନା ଭଉଣୀକୁ ସୁନ୍ଦର ବସ୍ତ୍ର ଓ ଅଳଙ୍କାରରେ ସଜାଇ ଦେଲେ। ତପୋଇର ହାତରେ ଗୋଟିଏ ତୀକ୍ଷ୍ଣ ଛୁରୀଟିଏ ଦେଇ ତାକୁ କହିଲେ, ଶୁଣ, ଯିଏ ତୋର ପ୍ରିୟ ତାର ନାକ କାଟିବୁନି, ଆଉ ଯିଏ ତତେ ବହୁତ କଷ୍ଟ ଦେଲେ ତାର ନାକ କାଟିଦବୁ। ତାପରେ ବଡ ଭାଇ ଦୂତକୁ ଡାକି କହିଲେ, ଯାଅ, ବୋହୂମାନଙ୍କୁ କହିଦବ ତପୋଇକୁ ନେଇ ବୋଇତ ବନ୍ଦେଇବା ପାଇଁ ଆସିବେ। ଦୂତ ପାଖରୁ ଏତିକି ଶୁଣି ବୋହୂମାନେ ବହୁତ ଚିନ୍ତାରେ ପଡ଼ିଲେ ଆଉ ତପୋଇକୁ ଖୋଜିଲେ। ଏହି ସମୟରେ ସାନ ବୋହୂ ନୀଳେନ୍ଦ୍ରୀ କହିଲେ, ସେ ତ କାଲି ରାତିରୁ ଘରକୁ ଫେରି ନାହାନ୍ତି। କିଏ ଜାଣେ ଯଦି ଭୂତ କି ରାକ୍ଷସ ଖାଇଯାଇଥିବ। ଏତିକି ଶୁଣି ବଡ ବୋହୂ କହିଲେ, ଚାଲ ଆଗେ ବୋଇତ ପାଖକୁ ଯିବା, ପଚାରିଲେ କିଛି ବାହାନା କରିଦବା। ସମସ୍ତେ ମିଶି ବୋଇତ ବନ୍ଦାଇବା ପାଇଁ ବୋଇତ ପାଖକୁ ଗଲେ। ସେଠାରେ ସାଧବ ମାନେ ତାଙ୍କୁ ଦେଖି ରାଗରେ ପଚାରିଲେ, ତପୋଇ କୁଆଡେ ଗଲା? ତପୋଇକୁ ସାଙ୍ଗରେ ନ ଆଣି ତମେ ମାନେ କାହିଁକି ଆସିଛ? ଏତିକି ଶୁଣି ମଝିଆ ବୋହୂ କହିଲେ, ଭାଇ, ତପୋଇଙ୍କର ମୁଣ୍ଡ ବ୍ୟଥା ହେଉଛି, ତେଣୁ ଆମେ ତାଙ୍କୁ ଆମ ସାଙ୍ଗରେ ଆଣିଲୁନି। ସେ ଯଦି ଏଠିକି ଚାଲିକି ଆସିଥାନ୍ତେ ତାହେଲେ ବହୁତ କଷ୍ଟ ପାଇଥାନ୍ତେ ନା। ଏହା ଶୁଣି ସାଧବ ରାଗରେ କହିଲେ, ଯାଅ, ବୋଇତ ବନ୍ଦେଇବ ଯାଅ। ମଙ୍ଗ କୋଣରେ ଦେବତା ଅଛନ୍ତି, ଜଣେ ପରେ ଜଣେ ଯାଇ ବନ୍ଦେଇବ। ପ୍ରଥମେ ବଡ ବୋହୂ ବୋଇତ ବନ୍ଦାଇବାକୁ ଗଲେ। ତପୋଇ ସେଠାରେ ତାଙ୍କ ନାକ କାଟିଦେଲା। ସେ ନାକୋଇ ହୋଇ ପଳାଇଲେ। ଏମିତି ହିଁ ତପୋଇ 6 ବୋହୂଙ୍କର ନାକ କାଟିଲା। ସମସ୍ତଙ୍କ ପଛରେ ତପୋଇର ପ୍ରିୟ ଭାଉଜ ସାନ ବୋହୂ ନୀଳେନ୍ଦ୍ରୀ ବୋଇତ ବନ୍ଦାଇବାକୁ ଆସିଲେ। ତାଙ୍କୁ ଦେଖି ତପୋଇ ହାତରେ ଧରିଥିବା ଛୁରୀକୁ ତଳେ ପକାଇଦେଲା। ନିଜ ବେକରୁ ରତ୍ନହାର କାଢି ବୋହୂ ବେକରେ ପିନ୍ଧାଇ ଦେଲା। ତାପରେ
ତଅପୋଇକୁ ନେଇ ସମସ୍ତେ ଖୁସିରେ ଘରକୁ ଫେରିଲେ। ରିନି ଆଉ ମିନି, ଆଜି ପାଇଁ ଏତିକି ଥାଉ। ବହୁତ ରାତି ହେଲାଣି, ତମେମାନେ ଶୋଇପଡ଼। ଏହା ପରର କାହାଣୀ ମୁଁ ଆର ପାଳି ଦିନ କହିବି। ହଁ ମା, ଆରେ ସାଙ୍ଗମାନେ, ଆପଣମାନେ ନିଶ୍ଚୟ କହିବେ ଏହି ଗପ ଆପଣମାନଙ୍କୁ କେମିତି ଲାଗିଲା। ଏହି ଭିଡିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଆହୁରି ଏମିତି ମଜାଦାର ଗପ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆଉ ହଁ, ବେଲ୍ ଆଇକନକୁ ପ୍ରେସ୍ କରିବାକୁ ଭୁଲନ୍ତୁ ନାହିଁ। କାହାଣୀକୁ ପୁରା ଦେଖିଥିବାରୁ ଧନ୍ୟବାଦ। ବାଏ।